ଏହି ସମୟରେ ଠାକୁରଙ୍କ ପିଉସୀ ଝିଅ ଭଉଣୀ ଶ୍ରୀମତୀ ହେମାଙ୍ଗିନୀ ଦେବୀଙ୍କର ପୁଅ ହୃଦୟରାମ ମୁଖୋପାଧ୍ୟାୟ ଜୀବିକା ଅର୍ଜନ ଉଦ୍ଦେଶ୍ୟରେ ସେଠାରେ ଆସି ପହଞ୍ଚିଲେ। ପିଲାଦିନୁ ସେ ଏହି ସମବୟସ୍କ ମାମୁଁ ରାମକୃଷ୍ଣଙ୍କର ବହୁ ସାନ୍ନିଧ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ତାଙ୍କ ସହିତ ପୁନର୍ବାର ମିଳିତ ହୋଇ ସେଠାରେ ରହି ଅତି ଆନନ୍ଦରେ କାଳଯାପନ କଲେ। ହୃଦୟ ଯେତେବେଳେ ଦକ୍ଷିଣେଶ୍ୱରରେ ଆସି ପହଞ୍ଚିଲେ ସେତେବେଳକୁ ଠାକୁରଙ୍କୁ 20 ବର୍ଷ ହୋଇଥାଏ। ଏ ବୟସରେ ହୃଦୟଙ୍କୁ ସହଚର ରୂପେ ପାଇ ଆଉ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ। ଦକ୍ଷିଣେଶ୍ୱରରେ ରହିବା ତାଙ୍କ ପକ୍ଷରେ ଖୁବ୍ ସହଜ ହୋଇଗଲା। ରାମକୃଷ୍ଣ ତ ଚିରକାଳ ବାଳକ ସ୍ୱଭାବ ସମ୍ପନ୍ନ। ସେ ସ୍ୱଭାବରେ ରହି ସେ ଯାହା ସବୁ କରନ୍ତି ସାଧାରଣ ଲୋକଙ୍କ ଦୃଷ୍ଟିରେ ତାହା ଅକାରଣ ମନେ ହୁଏ। କିନ୍ତୁ ହୃଦୟ ମାମୁଁଙ୍କର ସବୁ କାର୍ଯ୍ୟକୁ ସହାନୁଭୂତିରେ ସମର୍ଥନ ଜଣାଏ। ଏଥିପାଇଁ ସେ ତାଙ୍କର ଖୁବ୍ ପ୍ରିୟ ପାତ୍ର ହୋଇଥିଲେ। ଦିନେ ଠାକୁରଙ୍କର ଇଚ୍ଛା ହେଲା ସେ ଶିବ ମୂର୍ତ୍ତିଟିଏ ଗଢ଼ି ତାଙ୍କର ପୂଜା କରିବେ। ଇଚ୍ଛା ମାତ୍ରେ କାର୍ଯ୍ୟ। ଗଙ୍ଗା ନଦୀରୁ ପଙ୍କ ମାଟି ଆଣି ସେ ଶିବଙ୍କର ମୂର୍ତ୍ତିଟିଏ ଗଢ଼ିଲେ। ମୂର୍ତ୍ତିଟିର ହାତରେ ତ୍ରିଶୂଳ ଆଉ ଡମ୍ବରୁ ମଧ୍ୟ ଧରାଇ ଦେଲେ। ପୁଣି ବୃଷଭଟିଏ ଗଢ଼ି ତା ଉପରେ ମୂର୍ତ୍ତିଟିକୁ ବସାଇ ଦେଲେ। ମୂର୍ତ୍ତି ଗଢ଼ିସାରି ପୂଜା ମଧ୍ୟ କଲେ। ସେ ସମୟରେ ମଥୁର ବାବୁ ବୁଲି ବୁଲି ସେଠାରେ ଆସି ପହଞ୍ଚିଲେ। ମୂର୍ତ୍ତିଟିକୁ ଦେଖି ସେ ଆଶ୍ଚର୍ଯ୍ୟ କୌତୂହଳରେ ହୃଦୟଙ୍କୁ ପଚାରିଲେ, ଏ ମୂର୍ତ୍ତିଟି କେଉଁଠାରୁ ପାଇଲ? କିଏ ଏହାକୁ ଗଢ଼ିଛି? ହୃଦୟଙ୍କଠାରୁ ମୂର୍ତ୍ତିଟି ଠାକୁର ସ୍ୱହସ୍ତରେ ଗଢ଼ିଛନ୍ତି ଶୁଣିବା ମାତ୍ରେ ମଥୁର ବାବୁ ଖୁବ୍ ଖୁସି ହୋଇଗଲେ। କହିଲେ, ତୁମର ପୂଜା ସରିଲେ ମୂର୍ତ୍ତିଟିକୁ ମୋତେ ଦେବ। ମୂର୍ତ୍ତି ପାଇଲା ପରେ ମଥୁର ବାବୁ ନିଜେ ଅତ୍ୟନ୍ତ ପ୍ରୀତ ହୋଇ ମୂର୍ତ୍ତିଟିକୁ ରାଣୀଙ୍କ ପାଖକୁ ପଠାଇଦେଲେ। ରାଣୀ ମଧ୍ୟ ମୂର୍ତ୍ତିଟିକୁ ଦେଖି ଖୁବ୍ ମୁଗ୍ଧ ହେଲେ ଏବଂ ଠାକୁର ନିଜ ହାତରେ ଏହା ଗଢ଼ିଛନ୍ତି ଶୁଣି ବିସ୍ମିତ ହୋଇଗଲେ। ଠାକୁରଙ୍କର କଳାତ୍ମକ ବିନ୍ଧାଣୀ ଗୁଣର ପରିଚୟ ପାଇ ତାଙ୍କୁ ଦେବାଳୟରେ ନିଯୁକ୍ତ କରିବା ଲାଗି ମଥୁର ବାବୁଙ୍କ ହୃଦୟରେ ଯେଉଁ ଇଚ୍ଛା ଜାଗ୍ରତ ହୋଇଥିଲା ତାହା ଆହୁରି ବଳବତ୍ତର ହୋଇଉଠିଲା। ବଡ଼ ଭାଇଙ୍କ ପାଖରୁ ମଥୁର ବାବୁଙ୍କ ଅଭିପ୍ରାୟ ଜାଣିପାରି ଠାକୁର ଯେତେଦୂର ପାରନ୍ତି ନିଜକୁ ତାଙ୍କ ଦୃଷ୍ଟିର ଅନ୍ତରାଳରେ ରଖିଥାନ୍ତି। ଦିନେ ମଥୁର ବାବୁ ଦେବୀଙ୍କୁ ଦର୍ଶନ କରିବା ଲାଗି କାଳୀ ମନ୍ଦିରକୁ ଆସିଲେ। ଦର୍ଶନାନ୍ତେ ମଥୁର ବାବୁଙ୍କ ଦୃଷ୍ଟି ପଡ଼ିଗଲା ଅଦୂରରେ ଠାକୁରଙ୍କ ଉପରେ। ଦେଖିବା ମାତ୍ରେ ସେ ତାଙ୍କ ପାଖକୁ ଡାକିଲେ। ଠାକୁର କିନ୍ତୁ ତାଙ୍କ ପାଖକୁ ଯିବା ପାଇଁ କୁଣ୍ଠିତ ହେଲେ। ହୃଦୟ କୁଣ୍ଠାର କାରଣ ପଚାରିବାରୁ କହିଲେ, ତାଙ୍କ ପାଖକୁ ଗଲେ ସେ ମୋତେ ଏଠାରେ ରହିବାକୁ କହିବେ। ତାହେଲେ ମୋତେ ଚାକିରି ସ୍ୱୀକାର କରିବାକୁ ପଡ଼ିବ। ହୃଦୟ କହିଲେ, ଠିକ୍ ଅଛି, ସେଥିରେ ଦୋଷ କ'ଣ? ଏପରି ସ୍ଥାନରେ ମହତ୍ ଲୋକର ଆଶ୍ରୟରେ କାର୍ଯ୍ୟଟିରେ ନିଯୁକ୍ତ ହେବା ତ ବେଶ୍ ଭଲ କଥା। ମନ୍ଦ କ'ଣ? ତେବେ ତୁମେ ଏଥିରୁ କୁଣ୍ଠିତ ହେଉଛ କାହିଁକି? ତାର ଉତ୍ତରରେ ଠାକୁର କହିଲେ, ଚିରଦିନ ଚାକିରିରେ ଆବଦ୍ଧ ରହିବାକୁ ମୋର ଇଚ୍ଛା ନୁହେଁ। ବିଶେଷତଃ ଏଠାରେ ପୂଜା କରିବାକୁ ସ୍ୱୀକୃତି ଦେଲେ ଦେବୀଙ୍କ ଅଙ୍ଗରେ ଯେଉଁ ସବୁ ଅଳଙ୍କାରମାନ ଅଛି ସେଥିପ୍ରତି ଦାୟୀ ରହିବାକୁ ପଡ଼ିବ। ସେ ବଡ଼ ଅସୁବିଧାର କଥା। ମୋ ଦ୍ୱାରା ଏହା ସମ୍ଭବ ହେବ ନାହିଁ। କିନ୍ତୁ ତୁ ଯଦି ଏ କାର୍ଯ୍ୟରେ ଭାର ନେଇ ଏଠାରେ ରହୁ ତାହେଲେ ମୋର ପୂଜା କରିବାରେ କିଛି ଆପତ୍ତି ନାହିଁ। ହୃଦୟ ତ ଏଠାକୁ ଚାକିରି ଅନ୍ୱେଷଣରେ ଆସିଥିଲେ। ତେଣୁ ଠାକୁରଙ୍କର ଏହି କଥାରେ ଆନନ୍ଦରେ ରାଜି ହୋଇଗଲେ। ଏତକ କଥାବାର୍ତ୍ତା ସାରି ଠାକୁର ମଥୁର ବାବୁଙ୍କ ପାଖକୁ ଗଲେ। ମଥୁର ବାବୁ ଠାକୁରଙ୍କୁ ତାଙ୍କର ଅଭିପ୍ରାୟ ଜଣାନ୍ତେ ଠାକୁର ତାଙ୍କର ଅଭିପ୍ରାୟଟି ପ୍ରକାଶ କଲେ। ମଥୁର ବାବୁ ସେହି ଦିନଠାରୁ ରାମକୃଷ୍ଣଙ୍କୁ କାଳୀ ମନ୍ଦିରରେ ବେସରକାରୀ ପଦରେ, ହୃଦୟଙ୍କୁ ରାମକୁମାର ଓ ରାମକୃଷ୍ଣଙ୍କୁ ସାହାଯ୍ୟ କରିବା ଲାଗି ନିଯୁକ୍ତ କଲେ। ମଥୁର ବାବୁଙ୍କ ଅନୁରୋଧରେ ଭାଇକୁ ଏଭଳି କାର୍ଯ୍ୟରେ ନିଯୁକ୍ତ ହେବାର ଦେଖି ରାମକୁମାର ମଧ୍ୟ ନିଶ୍ଚିନ୍ତ ହୋଇ ରହିଲେ। ସନ୍ 1262 ସାଲର ଭାଦ୍ରବ ମାସ। ଆଜି ନନ୍ଦୋତ୍ସବ। ମଧ୍ୟାହ୍ନରେ ଶ୍ରୀ ରାଧା ଗୋବିନ୍ଦଜୀଉଙ୍କର ବିଶେଷ ପୂଜା ଓ ଭୋଗରାଗାଦି ଶେଷ ହେଲା। ପୂଜକ କ୍ଷେତ୍ରନାଥ ଚଟ୍ଟୋପାଧ୍ୟାୟ ଶ୍ରୀ ରାଧାରାଣୀଙ୍କୁ ଅନ୍ୟ କକ୍ଷରେ ଶୟନ କରାଇ ଆସି ଶ୍ରୀ ଗୋବିନ୍ଦଜୀଉଙ୍କୁ ଶୟନ କରିବାକୁ ନେବା ସମୟରେ ହଠାତ୍ ପଡ଼ିଗଲେ। ବିଗ୍ରହଙ୍କର ଗୋଟିଏ ଗୋଡ଼ ଭାଙ୍ଗିଗଲା। ବାବୁମାନଙ୍କ ନିକଟରେ ସମ୍ବାଦ ପହଞ୍ଚିଲା, ଭଙ୍ଗା ବିଗ୍ରହରେ ତ ପୂଜା ଚଳିବ ନାହିଁ। ବର୍ତ୍ତମାନ ଉପାୟ କ'ଣ? ରାଣୀ ରାସମଣୀ ଓ ମଥୁର ବାବୁ ଉପାୟ ନିର୍ଦ୍ଧାରଣ ଲାଗି ସହରର ଖ୍ୟାତନାମା ପଣ୍ଡିତମାନଙ୍କୁ ଡକାଇ ସଭାଟିଏ କଲେ। ପଣ୍ଡିତମାନେ ଶାସ୍ତ୍ର ପୋଥି ଖୋଲି ବିଧାନ ଦେଲେ, ଭଗ୍ନ ମୂର୍ତ୍ତିଟିକୁ ଗଙ୍ଗାଜଳରେ ନିକ୍ଷେପ କରିଦିଆଯାଉ ଏବଂ ତା ସ୍ଥାନରେ ଅନ୍ୟ ନୂତନ ମୂର୍ତ୍ତି ସ୍ଥାପିତ ହେଉ। ସଭା ଭଙ୍ଗ ପରେ ମଥୁର ବାବୁ ରାଣୀମାତାଙ୍କ ସଙ୍ଗେ ପରାମର୍ଶ କରି ଠାକୁରଙ୍କୁ ଏ ବିଷୟରେ ତାଙ୍କର ମତାମତ ପଚାରିଲେ। ଠାକୁର ଭାବାବିଷ୍ଟ କଣ୍ଠରେ କହିଲେ, ରାଣୀଙ୍କ ଜୋଇଁମାନଙ୍କ ଭିତରୁ କାହାର ଯଦି ପଡ଼ିଯାଇ ଗୋଡ଼ ଭାଙ୍ଗିଯାଏ ତେବେ କ'ଣ ସେହି ଜୋଇଁଙ୍କୁ ତ୍ୟାଗ କରି ଆଉ ଜଣକୁ ଆଣି ତା ଜାଗାରେ ଜୋଇଁ କରାଯିବ ନା ଚିକିତ୍ସାର ବ୍ୟବସ୍ଥା କରାହେବ? ଏ କ୍ଷେତ୍ରରେ ମଧ୍ୟ ତାହା ହିଁ କରାଯାଉ। ମୂର୍ତ୍ତିଟିର ଗୋଡ଼ ଯୋଡ଼ାଯାଇ ଯେପରି ପୂଜା ହୋଇଥିଲା ସେପରି ପୂଜା ଚାଲୁ। ମୂର୍ତ୍ତିଟିକୁ କାହିଁକି ବିସର୍ଜନ କରାଯିବ? ଏ ବ୍ୟବସ୍ଥା ଶୁଣି ସମସ୍ତେ ଅବାକ୍। ଅଭିମାନୀ ପଣ୍ଡିତମାନଙ୍କ ମଧ୍ୟରୁ କାହାର ଏ ମୀମାଂସାରେ ମତଭେଦ ହେଲା। କିନ୍ତୁ ଯେଉଁ ପଣ୍ଡିତମାନେ ଯଥାର୍ଥ ଶାସ୍ତ୍ରଜ୍ଞାନ ଦ୍ୱାରା ଭକ୍ତି ବିବେକ ଅର୍ଜନ କରିଛନ୍ତି ସେମାନେ ଏହିପରି ମୀମାଂସା ଶୁଣି ଧନ୍ୟ କରିବାକୁ ଲାଗିଲେ। ଏପରେ ଠାକୁର ନିଜ ହାତରେ ମୂର୍ତ୍ତିଟିର ଭଗ୍ନ ଗୋଡ଼ଟିକୁ ଯୋଡ଼ିଦେଲେ
ଏବଂ ପୂର୍ବବତ୍ ତାଙ୍କର ପୂଜାଦି କାର୍ଯ୍ୟ ଚାଲିଲା। ପୂଜକ କ୍ଷେତ୍ରନାଥ ଅସାବଧାନତା ଯୋଗୁଁ କର୍ମଚ୍ୟୁତ ହେଲେ ଏବଂ ରାଧା ଗୋବିନ୍ଦଙ୍କର ପୂଜାର ଦାୟିତ୍ୱ ସେହିଦିନଠାରୁ ଠାକୁରଙ୍କ ଉପରେ ନ୍ୟସ୍ତ ହେଲା। ହୃଦୟ ମଧ୍ୟ ଏହି ସମୟରୁ ପୂଜା କାଳରେ ସେ କାଳୀମାତାଙ୍କର ବେଶ କରି ରାମକୁମାରଙ୍କୁ ସାହାଯ୍ୟ କରୁଥିଲେ। ଠାକୁରଙ୍କ ପୂଜା ପଦ୍ଧତି ଦେଖିବାର ବିଷୟ ଥିଲା। ଯେ ଦେଖେ ସେ ମୁଗ୍ଧ ହୋଇଯାଏ। ପୂଜା କଲାବେଳେ ଭକ୍ତି ତଦ୍ଗତ କଣ୍ଠରେ ଗୀତ ଗାଉଥାନ୍ତି ଏବଂ ତାଙ୍କର ବକ୍ଷଦେଶ ଲୋତକରେ ଭିଜୁଥାଏ। ପୂଜା ସମୟରେ ଠାକୁରଙ୍କର ତେଜପୁଞ୍ଜ ଶରୀର ଓ ତନ୍ମନସ୍କ ଭାବ ଦେଖି ଅପର ବ୍ରାହ୍ମଣମାନେ ନିଜ ନିଜ ଭିତରେ କଥା ହୁଅନ୍ତି। ଏ ଯେ ସାକ୍ଷାତ ବ୍ରାହ୍ମଣ ଦେବ ମନୁଷ୍ୟ ଶରୀର ଧାରଣ କରି ପୂଜା କରିବାକୁ ବସିଛନ୍ତି। କ୍ରମେ ଠାକୁର ଦଶକ କ୍ରମାନ୍ୱିତ ବ୍ରାହ୍ମଣମାନଙ୍କ ପକ୍ଷରେ ଯାହା ଯାହା ଶିକ୍ଷଣୀୟ ତାହା ଖୁବ୍ ଶୀଘ୍ର ଶିଖିଗଲେ। ତାପରେ ସେଦିନେ ଶୁଣିଲେ ଯେ ଦୀକ୍ଷା ନ ନେଇ ଦେବୀ ପୂଜା କରିବା ଅନୁଚିତ। ସେଥିପାଇଁ ସେ କଲିକତା ନିବାସୀ ପ୍ରବୀଣ ଶକ୍ତି ସାଧକ ଶ୍ରୀଯୁକ୍ତ କେନାରାମ ଭଟ୍ଟାଚାର୍ଯ୍ୟ ମହାଶୟଙ୍କ ନିକଟରୁ ଶକ୍ତି ମନ୍ତ୍ରରେ ଦୀକ୍ଷା ଗ୍ରହଣ କଲେ। ଏହି ସମୟରେ ରାମକୁମାରଙ୍କର ସ୍ୱାସ୍ଥ୍ୟ ଆଉ ଭଲ ରହିଲା ନାହିଁ। ତାଙ୍କ ସ୍ଥାନରେ ସ୍ୱୟଂ ଠାକୁର କାଳୀମାତାଙ୍କର ପୂଜକ ରୂପେ ନିଯୁକ୍ତ ହେଲେ। ରାମକୁମାର ଅଳ୍ପ ଆୟୁଷ ସାଧ୍ୟ ରାଧାଗୋବିନ୍ଦଜୀଙ୍କର ସେବା କରିବାରେ ନିୟୋଜିତ ହେଲେ। ଏହାର କିଛି କାଳ ପରେ ସେ ମଥୁର ବାବୁଙ୍କୁ କହି ହୃଦୟକୁ ରାଧାଗୋବିନ୍ଦଙ୍କ ପୂଜାର ଦାୟିତ୍ୱ ଅର୍ପଣ କରି କିଛିଦିନ ଲାଗି ଆପଣା ଘରକୁ ଫେରିବାର ବନ୍ଦୋବସ୍ତ କରିବା ଲାଗିଲେ। କିନ୍ତୁ ରାମକୁମାର ଆଉ ସ୍ୱଗୃହକୁ ଫେରି ନାହାନ୍ତି। କୌଣସି କାର୍ଯ୍ୟ ଉପଲକ୍ଷେ ସେ ଥରେ କଲିକତାରୁ ଉତ୍ତରରେ ଶ୍ୟାମନଗର ମୂଳାକୋଡ଼ ନାମକ ସ୍ଥାନକୁ ଯାଇଥିଲେ ଏବଂ ସେହିଠାରେ ହିଁ ସହସା ସେ ମୃତ୍ୟୁବରଣ କଲେ। ସମ୍ଭବତଃ 1856 ଖ୍ରୀଷ୍ଟାବ୍ଦରେ ସେ ଶରୀର ତ୍ୟାଗ କରିଥିଲେ। ଶକ୍ତି ସାଧନାରେ ପିତୃତୁଲ୍ୟ ବଡ଼ ଭାଇଙ୍କର ମୃତ୍ୟୁ ଘଟଣାରେ ଠାକୁର ନିତାନ୍ତ ବ୍ୟଥିତ ହୋଇ ପଡ଼ିଲେ। ତାଙ୍କର ସୁଦ୍ଧା ମନରେ ସଂସାରର ଅନିତ୍ୟତା ସମ୍ବନ୍ଧୀୟ ଧାରଣା ଆହୁରି ଦୃଢ଼ୀଭୂତ ହେଲା ଏବଂ ତାଙ୍କ ହୃଦୟରେ ବୈରାଗ୍ୟ ନଳ ପ୍ରଜ୍ୱଳିତ ହୋଇ ଉଠିଲା। କ୍ରମେ ସେ ଜଗନ୍ମାତାଙ୍କ ପୂଜାରେ ସମଧିକ ମନୋନିବେଶ ପୂର୍ବକ ତାଙ୍କର ଦର୍ଶନ ଲାଭ ଲାଗି ବ୍ୟାକୁଳ ହୋଇ ଉଠିଲେ। ଏବେ ଆଉ ସେ ବୃଥା ବାକ୍ୟାଳୟ ପରି ତିଳେମାତ୍ର ସମୟ ଅପବ୍ୟୟ କଲେ ନାହିଁ। ରାତିରେ ମନ୍ଦିର ଦ୍ୱାର ରୁଦ୍ଧ ହେଲେ ଲୋକସଙ୍ଗ ପରିହାର କରି ପଞ୍ଚବଟୀ ପାର୍ଶ୍ୱସ୍ଥ କ୍ଷୁଦ୍ର ଅରଣ୍ୟ ମଧ୍ୟରେ ପ୍ରବେଶ କରି ଜଗନ୍ମାତାଙ୍କ ଧ୍ୟାନରେ କାଳଯାପନ କରିବାକୁ ଲାଗିଲେ। ଦିନେ ଠାକୁର ବୃକ୍ଷତଳକୁ ଯିବାର କିଛି କ୍ଷଣ ପରେ ହୃଦୟ ନିଃଶବ୍ଦରେ ଯାଇ ସେଠାରେ ପହଞ୍ଚିଲେ। ସାମାନ୍ୟ ଦୂରରେ ରହି ସେ ଦେଖିଲେ ଯେ ମାମୁଁ ତାଙ୍କର ପିନ୍ଧା ଲୁଗା ଓ ପଇତାଦି ପରିତ୍ୟାଗ କରି ସୁଖାସୀନ ହୋଇ ଧ୍ୟାନରେ ନିମଗ୍ନ ରହିଛନ୍ତି। ଏହା ଦେଖି ସେ ଭାବିଲେ ମାମୁଁ କ'ଣ ପାଗଳ ହୋଇଗଲେ। ଏହା ଭାବି ସେ ଆହୁରି ଟିକିଏ ପାଖକୁ ଯାଇ ସାମାନ୍ୟ ସନ୍ତର୍ପଣରେ କହିଲେ, ମାମୁଁ ଏ କ'ଣ କରୁଛ? କାନ୍ଧରୁ ପଇତା କାଢ଼ି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଏଠାରେ କାହିଁକି ବସିଛ? କେତେଥର ଡକାଡକି କଲାପରେ ଯାଇ ଠାକୁରଙ୍କର ଚୈତନ୍ୟ ହେଲା। ସେ ହୃଦୟଙ୍କୁ ଦେଖି ଓ ତାଙ୍କର ପ୍ରଶ୍ନ ଶୁଣି କହିଲେ, ଆରେ ତୁ କ'ଣ ଜାଣିଛୁ? ଏଭଳି ବାସାମୁକ୍ତ ହୋଇ ଧ୍ୟାନ କରିବାକୁ ହୁଏ। ଜନ୍ମ ଆରମ୍ଭରୁ ମନୁଷ୍ୟ ଘୃଣା, ଲଜ୍ଜା, କୁଳ, ଶୀଳ, ଭୟ, ମାନ, ଜାତି ଓ ଅଭିମାନ ଏହି ଅଷ୍ଟପାଶରେ ବନ୍ଧା ହୋଇ ପଡ଼ିଛି। ଏହି ପଇତା ମଧ୍ୟ ମୁଁ ବ୍ରାହ୍ମଣ, ସମସ୍ତଙ୍କ ଅପେକ୍ଷା ବଡ଼, ଏହି ଅଭିମାନର ଚିହ୍ନ ଏବଂ ଏହା ଗୋଟାଏ ପାଶ। ମାଆଙ୍କୁ ଡାକିବାକୁ ହେଲେ ଏସବୁ ପାଶ ତ୍ୟାଗ କରିବାକୁ ହୁଏ ଏବଂ ଏକାଗ୍ର ମନରେ ଡାକିବାକୁ ହୁଏ। ସେଥିଲାଗି ଏସବୁ ଖୋଲି ଫୋପାଡ଼ି ଦେଇଛି। ଧ୍ୟାନ କାର୍ଯ୍ୟ ଶେଷ ହେଲେ ଫେରିବା ସମୟରେ ପୁଣି ପିନ୍ଧିବି। ହୃଦୟ ଆଉ କିଛି ଉତ୍ତର ଦେଇ ନ ପାରି ସେହି ସ୍ଥାନ ଛାଡ଼ି ଫେରି ଆସିଲେ। ଠାକୁରଙ୍କ ଧ୍ୟାନର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲା। ସେ କେତେବେଳେ ବ୍ୟାକୁଳ ହୃଦୟରେ ମାଆଙ୍କ ନିକଟରେ ପ୍ରାର୍ଥନା କରନ୍ତି, ମା, ତୁ ରାମପ୍ରସାଦଙ୍କୁ ଦେଖାଦେଇଛୁ, ମୋତେ କାହିଁକି ଦେଖାଦେବୁ ନାହିଁ? ମୁଁ ଧନ, ଜନ, ଭୋଗ, ସୁଖ କିଛି ଚାହେଁ ନାହିଁ ମା, ମୋତେ ଦେଖାଦେ। ଠାକୁରଙ୍କର ଭଗବତ ଚିନ୍ତା ଯେତିକି ପ୍ରବଳ ହେଉଥାଏ ଓ ଏକାଗ୍ରତା ଯେତିକି ବଢ଼ୁଥାଏ, ତାଙ୍କର ଆହାର ଓ ନିଦ୍ରା ସେତିକି କମି କମି ଆସୁଥାଏ। କ୍ରମେ ଲକ୍ଷ୍ୟ କରାଗଲା ଯେ ଧ୍ୟାନ ଓ ପୂଜା ସମୟ ଭିନ୍ନ ଅନ୍ୟ ସମୟରେ ତାଙ୍କ ଶରୀରରେ ଅଶାନ୍ତି ଆଉ ଚାଞ୍ଚଲ୍ୟର ଭାବ ରହୁଛି। ଦିନେ ଅତ୍ୟଧିକ ମାନସିକ ଯନ୍ତ୍ରଣାରେ ଅଧୀର ହୋଇ ଠାକୁର ଭାବିଲେ ତେବେ ଆଉ ଏ ଜୀବନରେ କିଛି ଆବଶ୍ୟକତା ନାହିଁ। ମନ୍ଦିର ଦେହରେ ଗୋଟିଏ ଲମ୍ବା ଖଣ୍ଡା ଝୁଲୁଥିଲା। ଠାକୁର ଆତ୍ମବଳି ଦେବା ଉଦ୍ଦେଶ୍ୟରେ ଉନ୍ମତ୍ତବତ୍ ସେ ଖଣ୍ଡା ପାଖକୁ ଦୌଡ଼ିଲେ। କିନ୍ତୁ ହଠାତ୍ ତାଙ୍କ ସମ୍ମୁଖରେ ଜଗନ୍ମାତା ଅପୂର୍ବ ରୂପ ଦ୍ୱିତୀୟରେ ଆବିର୍ଭୂତ ହେଲେ। ସେହି ଦିବ୍ୟ ଜ୍ୟୋତିର୍ମୟ ରୂପ ଦେଖୁ ଦେଖୁ ଠାକୁର ସଂଜ୍ଞାହୀନ ହୋଇ ତଳେ ପଡ଼ିଗଲେ। ସେ ଦେଖିଲେ ଘର ଦ୍ୱାର ମନ୍ଦିର ସବୁ ଯେପରି କୁଆଡ଼େ ଲୁପ୍ତ ହୋଇଗଲା। କେଉଁଠାରେ ଯେପରି ଆଉ କିଛି ନାହିଁ। ଏକ ଅସୀମ ଅନନ୍ତ ଚେତନ ଜ୍ୟୋତି ସମୁଦ୍ରର ଉଜ୍ଜ୍ୱଳ ଉର୍ମିମାଳା ଚାରିଦିଗରୁ ଗର୍ଜନ ତର୍ଜନ କରି ତାଙ୍କୁ ଗ୍ରାସ କରିବା ଲାଗି ମହାବେଗରେ ଅଗ୍ରସର ହେଉଅଛି। ଦେଖୁ ଦେଖୁ ଉତ୍ତାଳ ତରଙ୍ଗ ସମୂହ ତାଙ୍କ ଉପରେ ନିପତିତ ହୋଇ ତାଙ୍କୁ ସଙ୍ଗେ ସଙ୍ଗେ କେଉଁ ଅତଳରେ ବୁଡ଼ାଇ ଦେଲା। ସେ ସଂଜ୍ଞାହୀନ ହୋଇ ପଡ଼ିଗଲେ।
ଏହି ଦିବ୍ୟ ଦର୍ଶନ ସମାପ୍ତ ହେଲା ପରେ ଶ୍ରୀ ଜଗନ୍ନାଥଙ୍କ ଚିନ୍ମୟ ମୂର୍ତ୍ତିର ଅବିରାମ ଦର୍ଶନ ଲାଭ ନିମିତ୍ତ ଠାକୁରଙ୍କ ପ୍ରାଣରେ ଆକୁଳ କ୍ରନ୍ଦନର ରୋଳ ଉଠିଲା। ଏହା ବେଳେବେଳେ ଏତେ ବୃଦ୍ଧି ପାଉଥିଲା ଯେ ସେ ଆଉ କ୍ରନ୍ଦନର ବେଗ ସମ୍ଭାଳି ନପାରି ଭୂଇଁ ଉପରେ ଗଡ଼ି ଗଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପୁଣି ବେଳେବେଳେ ବାହ୍ୟ ସଂଜ୍ଞାଶୂନ୍ୟ ହୋଇ